କୁଳମଣି ଦାସ, ଘର ହେଉଛି ବେଲବାହାଳି, ଯାତ୍ରା ଜଗୁଆଳି ବି ଇଏରେ ଅଛି। ପ୍ରୋବ୍ଲେମ୍ ହେଉଛି ଆମେ ଦୀର୍ଘ ଧରି ଏଇଠି କାମ କରି ଆସୁଥିଲୁ, ଏଇଠି 4-5 ମାସ ହେବ ଆମ ପେମେଣ୍ଟ ମିଳୁନି। ବହୁତ ଦୁଃଖ କଷ୍ଟ ଚଳୁଛୁ। ଆଉ ତ ସ୍କୁଲରେ ରହିଲା ପରଠୁ କାମ ଧନ୍ଦା କୁଆଡ଼େ ଯାଇପାରୁନୁ। ଆଉ ପେମେଣ୍ଟ 4 ମାସ 5 ମାସ ହେଲା ବନ୍ଦ ଅଛି। କାହିଁକି ବନ୍ଦ ଅଛି ମୁଁ ତ ଜାଣିନି। ହେଡ଼୍ ସାର୍ଙ୍କୁ ପଚାରିଲା ବେଳକୁ ହେଡ଼୍ ସାର୍ ଉପର ଅଧିକାରୀଙ୍କୁ ଫୋନ୍ କରୁଛନ୍ତି, ସିଏ କ'ଣ କହୁଛନ୍ତି ହେବ ଆଜି ଦେବେ କାଲି ଦେବେ କହୁଛନ୍ତି। ଆମେ ଏଠୁ ସେଠୁ ଧାର କର୍ଜ ଆଣି ଚଳୁଛୁ। 4-5 ମାସ ହେଲା ପେମେଣ୍ଟ ହେଇନି ଆମର। ଆଉ ସରକାରଙ୍କୁ ଏତିକି ନିବେଦନ କରୁଛୁ, କେମିତି ଆମ କଥାଟା ଶୁଣିଲେ ଭଲ ହୁଅନ୍ତା। ଆମେ ତ ଏକ୍ସ ମାଧ୍ୟମରେ କଲେକ୍ଟରକୁ, ବିଡ଼ିଓଙ୍କୁ, ଆମ ମୁଖ୍ୟମନ୍ତ୍ରୀକୁ ଜଣାଇଛୁ। ସରକାରଙ୍କୁ ଏତିକି ନିବେଦନ କରୁଛୁ, ଆମର ଟିକେ 4-5 ମାସ ପେମେଣ୍ଟ ଅଟକିଲାଣି, ଦେଲେ ଆମେ ଟିକେ ଚଳାଚଳି ଭଲ କରନ୍ତୁ। ଭାରି ଅସୁବିଧା ହେଉଛି, ଧାର କର୍ଜରେ ବହୁତ ଚଳିଲୁଣି। ଆଜିକାଲି ରେଟ୍ ତ ଯାହା ହେଲାଣି, ଟଙ୍କା 10-11 ହଜାର କୁଆଡ଼େ କିଛି ହେଇପାରୁନି। ବହୁତ ସବୁ ରେଟ୍ ବାଟ ବଢ଼ୁଛି। ଟଙ୍କା 10-11 ଚଳିବାଟା ବହୁତ କଷ୍ଟ ହେଇଯାଉଛି। ତେଣୁକରି ଆମେ ସରକାରଙ୍କୁ ଏତିକି ନିବେଦନ କରୁଛୁ, ମୋର ଛୋଟ ଛୁଆ ଗୋଟେ, ଆଉ ତା'ର ପାଠ ପଢ଼ା ହେଉଛି, ତା'ର ମାସକୁ ଖର୍ଚ୍ଚ ହେଉଛି, ବହୁତ ଅସୁବିଧା ଚଳୁଛି। ଆମର ସ୍କୁଲରେ ସଫେଇ କର୍ମଚାରୀ ଜଣେ ରହୁଛି, ତାଙ୍କ ସ୍ୱାମୀ ବି 7-8 ବର୍ଷ ହେଲା ମଲେଣି। ତା'ର ଝିଅ 2ଟା ପୁଅ ଗୋଟେ, ସିଏ ବି ଦରମା ମୋ ସାଙ୍ଗରେ ବି ସିଏ ବି ପାଇନି। ସେ ବି ବହୁତ ଦୁଃଖ କଷ୍ଟ ଚଳୁଛି। ଏଇଭଳିଆ ସରକାରଙ୍କୁ ନିବେଦନ କରୁଛୁ, କେମିତି ଆମ ପେମେଣ୍ଟ ଜଲ୍ଦି ଦେଲେ ଆମେ କିଛି ଯେଉଁ ଧାର କର୍ଜ ଆଣି ଚଳୁଛୁ କିଛିଟା ସୁଝିବୁ। ଶିକ୍ଷକକୁ ଜଣେଇବୁ ନା, ଆମେ ଆଉ କାହାକୁ ଜଣେଇବୁ? ଆମେ ପ୍ରଧାନ ଶିକ୍ଷକକୁ ଜଣେଇଲୁ। ପ୍ରଧାନ ଶିକ୍ଷକ ଉପର ଅଫିସରକୁ କାହାକୁ ଫୋନ୍ କଲେ, ସେ କହିଲେ ହଁ ମିଳିଯିବ, ଏବେ ମିଳିଯିବ, ଏମିତି କହୁଛନ୍ତି। ବର୍ଷ ଖଣ୍ଡେ ହେଲାଣି ରହିଲେ। ପେମେଣ୍ଟ ଦେଉଥିଲେ, କିନ୍ତୁ 5 ମାସ ହେବ ପେମେଣ୍ଟ ଆଉ ଦେଇନାହାନ୍ତି। ରାତ୍ରି ୱାଚମ୍ୟାନ ତାଙ୍କର କ'ଣ ଆକ୍ଚୁଆଲି ପ୍ରୋବ୍ଲେମ୍ ହେଇଛି କ'ଣ? ଫଣ୍ଡ ଆସିନି ତାଙ୍କ ହେଡ୍ରେ। ଆଚ୍ଛା ଆଚ୍ଛା, ସେଇ ହେଡ୍ରେ ପଇସା ଆସିନି। ସେ କାହାକୁ ଆପଣ କାହାକୁ ସେ ବାବଦରେ କିଛି ଜଣେଇଛନ୍ତି, ଅବଗତ କରେଇଥିଲେ? ହଁ, ମୁଁ DSA ସାର୍ଙ୍କୁ କହିଥିଲି। ଏଇଟା ସବୁ ସ୍କୁଲ ପାଇଁ ଗୋଟେ ମାନେ ସମସ୍ତ ସେଇ ସମସ୍ୟା। ମୁଁ ପଚାରୁଥିଲି ସାର୍ ମାନଙ୍କୁ କାହାର ଆସିନି, ଆଉ ତ ସେ ହେଡ୍ ପଇସା ନେଇ କ'ଣ କରିବା? ଏଇ କହୁଛନ୍ତି ଆସିବ ବୋଲି ଭିତରେ, ସେ ପୁରୀକି ପାଇନାହାନ୍ତି, 5 ଚାଲିଛି ଆଉ। ଆଜ୍ଞା, 5 ମାସ ହେଲା ଆମେ ପାଇନୁ ଦରମା। ଟିକେ ମୁଁ ଏଇ କଥା ଏଇନା BO ସାର୍ଙ୍କୁ ଏଇନା କହୁଥିଲି, ସାର୍ କ'ଣ କରିବା? ସେ କଥା କହିଲେ ସେଟା ତୁମ ଡିଷ୍ଟ୍ରିକ୍ଟ ସହିତ କଥା ହବ। DSA ସାର୍ ସହିତ କଥା ହେଇଥିଲି। ସାର୍ ତ ଯାଏ, ମୁଁ ଆଉ ଥରେ BOଙ୍କୁ କହିଦେବେ ସେ କହିଥିଲି। BO କହିଲେ ଠିକ୍ ଅଛି, ତମେ DO ସହିତ କଥାବାର୍ତ୍ତା ହୁଅ। ଆଉ DO ତାପରେ DSA ସାର୍ କଥା ହେଇଥିଲି। ସିଏ କହିଲେ ଆମେ ଦେଇଦେଇଛୁ ଅଲରେଡି ଷ୍ଟେଟକୁ ଯାହା ଯାହା ରିକ୍ୱାରମେଣ୍ଟ ଦେଇଦେଇଛୁ, ଆଉ ଷ୍ଟେଟ ପଇସା ରିଲିଜ କରିବ। ମ୍ୟାଡ଼ାମ ଆମର ବେଲବାଳି କୁଣ୍ଡଳାଇ ହାଇସ୍କୁଲ, ମ୍ୟାଡ଼ାମ ସେଠି ଆମର କୁଳମଣି ଦାସ ବୋଲି ଜଣେ ରହୁଛନ୍ତି ନାଇଟ୍ ୱାଚମ୍ୟାନ, ଯୋଉଟା କି ତାଙ୍କୁ ଏବଂ ତାଙ୍କ ଯିଏ ଅଛନ୍ତି କର୍ମଚାରୀ ଜଣେ ମହିଳା ଅଛନ୍ତି, ତାଙ୍କୁ 5 ମାସ ହେଲା ଦରମା ମିଳିନି। ମାନେ ଏଟା କୋଉ ଫଣ୍ଡ ରୁ ଆସେ ତାଙ୍କ ଦରମା, କେମିତି କ'ଣ ସିଷ୍ଟମ, କାହିଁକି 5 ମାସ ହେଲା ମିଳିନାହିଁ? ଗଭର୍ଣ୍ଣମେଣ୍ଟରୁ ମିଳିଥାନ୍ତା ତ ଆମର କିଛି ଅସୁବିଧା ନଥିଲା। ସେଟା ବୁଝିବାକୁ ପଡିବ ଯେ ସିଏ କୋଉଠୁ ରହିଛନ୍ତି। ଆମର ଯଦି 5T ମୋ ସ୍କୁଲ ତରଫରୁ ସିଏ ମ୍ୟାଡାମ କହିଛନ୍ତି ପୂର୍ବରୁ ସିଏ ପାଇ ଯାଉଥିଲେ ଗାଁରେ ଯୋଉ SHG ଗ୍ରୁପ ଅଛି, ସେ ଗ୍ରୁପ ରୁ ପଇସା ପାଉଥିଲେ। ତାହେଲେ ସେଇ ମୋ ସ୍କୁଲ ମାଧ୍ୟମରେ, ସେଥି ମୋ ସ୍କୁଲ ତରଫରୁ ସେଟା ଯଦି SHG ମାଧ୍ୟମରେ ମୋ ସ୍କୁଲ ତରଫରୁ ସେଟା ହେଇଥିବ, ତ ତାର ରିକ୍ୱାରମେଣ୍ଟ ଟା ଯଦି ଯାଇଥିବ ଆମର ମୋ ସ୍କୁଲକୁ, ତ ସେଇଠୁ ଆସିଲା ପରେ ତାଙ୍କୁ ଦିଆଯିବ। ତ ସେଇଟା ମୁଁ ଅଫିସ ଆୱାରରେ ଅଫିସରେ ଭେରିଫାଇ କରୁଛି। ଠିକ୍ ଅଛି, ମୁଁ ଟ୍ୟୁସଡେ ଦେଖିଦେବି। ଥ୍ୟାଙ୍କ ୟୁ ମ୍ୟାଡାମ।